କାମରୁ ଅବସର ସରିଲା ପରେ ଆଉ କଣ କରିବି? ଖବର କାଗଜଟା ଟିକେ ପଢୁଥିଲି ଆଉ। ଅଜୁ, ଆମ ପୁଅ ଅଜୁ କାଇଁ ନାହିଁ ତ? ଫୋନ ତ ସେ କରିନି। ବହୁତ ଦିନ ଆଗରୁ ଫୋନ କରିଥିଲି। ଏବେ ଏନିପିରେ ବ୍ୟସ୍ତ ରହିଯାଇଥିବ ଆଉ। ସହରରେ କାମ କରିଲାଣି ନା। ମୁଁ ବି ଜଣେ ଶିକ୍ଷକ ଥିଲି ଜନନୀ। ମୋ ଛାତ୍ରମାନେ ଆଜି ବହୁତ ଦୂର ଦୂର ଜାଗାରେ ଅଛନ୍ତି। ସେମାନେ ପ୍ରତ୍ୟେକ ବର୍ଷ ଥରେ କିମ୍ବା ଦୁଇଥର ଫୋନ କିମ୍ବା ଚିଠି ମଧ୍ୟ କରୁଛନ୍ତି। କିନ୍ତୁ ଆମ ପୁଅ ଅଜୁ ପରିବାରର କଥା ଭୁଲିଗଲାଣି। ସେ ତା ବାପା ବୋଉକୁ ଭୁଲିଗଲାଣି। ସେ ଫୋନ କରୁନି। ହଁ ବୁଝିଲି, ନୂଆ ଶିକ୍ଷା ନୀତି ଆସିଛି ତ କଣ ହେଇଗଲା? ସେ ତା ପରିବାରକୁ ଭୁଲିଯିବ? ସେ ତା ଘର ଲୋକକୁ ଭୁଲିଯିବ? ସେ କଣ କାମରେ ଏତେ ବ୍ୟସ୍ତ ଅଛି ଯେ ତା ବାପା ବୋଉକୁ ଫୋନ କରିପାରିବନି? ହଁ ହଁ, ମୁଁ କଣ ଦେଖୁନି ତମ ପୁଅ ଅଜୁ କେତେ ଫୋନ କରୁଛି? ଏଇଠି ଦେଖିଲ କି ଗୋଟେ ଜୋରେ କବାଟ ବାଡେଇଲାଣି। अरे ଜନନୀ, କିଏ ପାର୍ଟି କରୁଛି? अरे राजू, तू ଆସିଛୁ? अरे ଏଠି? ହଁ ହଁ, ବୁଢାଟେ ହେଇଥା। ଆଉ ଏପଟେ ଏଇଟା କେମିତି? अरे ବହୁତ ବଢିଆ କାମଟେ କଲୁ। ମୋର ତମର ମନ ନଥିଲା। ଜନନୀ, ୟାଠାରୁ ସାମାନଟେ ନେଇ। ଆଉ ତମ ଦୋକାନର ପରିସ୍ଥିତି କେମିତି କଣ ଚାଲୁଛି? ଆଉ ତମ ଘରର ପରିସ୍ଥିତି? ଜନନୀ, ୟା ପାଇଁ ଟିକେ ଚା ବନେଇକି ଆଣ। ହଁ ହଁ, ଟିକେ ଲେମ୍ବୁ ପାଣି ତ ପିଇ କରି ଯା। ଆଉ ଶୁଣେ, ତୋ ଦୋକାନ ନମ୍ବର ଅଜୁକୁ ଦେଇ। ଅଜୁ ଅଙ୍କଲ ଫୋନ କରିଥିଲେ କି? ଫୋନ କରିନି। ଆଶ୍ଚର୍ଯ୍ୟର କଥା।